ବିଲିଭ କରନ୍ତି कर्म उपरे बिलीव करती जे कर्म जहाँ करूचे ता फलटा हमको आसे कर्म उपरे बिलीव करती बर्थ रिबर्थ पुणी परजन्म पूर्वजन्म ए सब उपरे बिलीव करती पुणी अटेनमेंट ऑफ लिबरेशन मोक्ष केमती पाइबा से विषय भी नॉलेज रखी थांती किंतु वेद उपरे बिलीव करते जोट कि आउ जो छटा सिस्टम ना इने न्याय वैशेषिक सांख्य योग मीमांसा वेदांत एମାନେ ହଉଛନ୍ତି କଣ ନା ସଂସ୍କୃତ ର ସବୁ ୱାର୍ଡ ୟୁଜ ହୁଏ ଏମାନେ ଆସ୍ତିକ ସେମାନେ ବେଦ ଉପରେ ବିଲିଭ କରନ୍ତି ବହୁତ ସାରା ବହୁତ ମାସ ପାଠ ଅଛି ତମର କେବଳ ଚାରିଟା ଛାଡି ଦେଇଛି ବୁଦ୍ଧିଜମ ଆଉ ଜୈନିଜମ ଏମାନଙ୍କର ଦି ଜଣଙ୍କର ହିଷ୍ଟ୍ରି ବିଷୟରେ ପଡିବ ଯୋଉଟା କି ବହୁତ ଜିନିଷ କଣ ତାଙ୍କ ଲାଇଫ ରେ ସବୁ ଦେଖିଲେ କେମିତି ଇନଫ୍ଲୁଏନ୍ସ ହେଲେ କେମିତି ମୋକ୍ଷ ପାଇବା ପାଇଁ ବାଟ ଦେଖେଇଲେ ନିଜେ ପାଇବା ସହିତ ଅନ୍ୟମାନେ କେମିତି ସେ ବାଟକୁ ଫଲୋ କରିବେ ପାଥ ସବୁ ଦେଖେଇବେ ସେ ବିଷୟରେ ଆମେ ବୁଦ୍ଧିଜିମରେ ପଢିବା ଜୈନଜିମରେ ସେମିତି କହିବ there are innumerable aspects ଗୋଟେ ଅବଜେକ୍ଟ ର ବହୁତ ସାରା ଆସ୍ପେକ୍ଟ ଥାଏ କିନ୍ତୁ ଆମେ ସବୁ ଜିନିଷ ଭଲରେ ଭାବରେ ଜାଣିନଥାଉ ଆମେ କେମିତି ବୁଝୁ ନା ଆମକୁ ଯୋଉ ପ୍ରସ୍ପେକ୍ଟିଭ ରେ ଦେଖା ଯାଉଛି ଗୋଟେ କଏନ ମୁଁ ତମକୁ ଏଇଭଳି ଦେଖେଇବି କଏନ ର ଦିଟା ପାର୍ଶ୍ୱ ତମେ ସେପଟେ ଅଛ ତୁମକୁ ଯାହା ଦେଖାଉଛି ତୁମେ ସେପଟେ ଭାବେ ଡେସ୍କ୍ରାଇବ କରିବ କଏନ ର ଏପଟ ପାର୍ଶ୍ୱରେ ମୁଁ ଯାହା ଦେଖୁଛି ମୁଁ ସେଭଳିଆ ଡେସ୍କ୍ରାଇବ କରିବି ସେଇ ଅନୁସାରେ ଜର୍ଣ୍ଣିଜିମ୍ କହିବ ବହୁତ ସାରା ଇନମ୍ବରେବଲ ଆଟ୍ରିବ୍ୟୁଟ୍ସ ଅଛି ଗୋଟେ ଅବଜେକ୍ଟ ଆଟ୍ରିବ୍ୟୁଟ୍ସ ମାନେ ଗୋଟେ ଗୁଣ କଣ କରିପାରିବ କଣ ନାହିଁ ଏସବୁ ଗୁଣ ଅଛି କିନ୍ତୁ ହ୍ୟୁମାନ୍ ବିଂ ନୋ ଓନ୍ଲି ସବୁ କିଛିଟା ଜାଣିଛି ଆଉ ସେ କଣ ନା ଅନେକାନ୍ତବାଦ ଥିଓରି ଅଫ ମେନିନେସ୍ ବହୁତ ସାରା ରିଆଲିଟି ଅଛି ମେନିନେସ୍ ଆଉ କଣ ସ୍ୟାଡବାଦ ମେଟାଫିଜିକ୍ସ ଯୋଉଟା ଅଛି ସ୍ୟାଡବାଦ ହଉଛି ପରହାପ୍ସ ହେଇପାରେ ନ ହେଇପାରେ ସେଟା ପଢିଲେ ଆସ୍ତେ ଆସ୍ତେ ପାଠ ଗଲେ ଜାଣିପାରିବେ ଆମେ ଫାର୍ଷ୍ଟ ଇୟରରେ କେବଳ ବୁଦ୍ଧିଜିମ୍ ର ପଢିବା ଜର୍ଣ୍ଣାଲିଜିମ୍ ର ପଢିବା ସେକେଣ୍ଡ ଇୟରରେ ନ୍ୟାୟ ସ୍କୁଲ କେବଳ ଅଛି ନ୍ୟାୟ ଚାରିଟା ପ୍ରମାଣକୁ ବିଲିଭ କରେ ଗୋଟେ ହଉଛି ପରସେପସନ ଇନଫରେନ୍ସ କମ୍ପାରିଜନ ଭର୍ବାଲ ଟେଷ୍ଟିମୋନି କେବଳ ତମର ଅଛି ପରସେପସନ କଣ ନା ସେନ୍ସ ଅର୍ଗାନ୍ସ ଆଉ ଅବଜେକ୍ଟ ଭିତରେ ଯୋଉ କଣ୍ଟାକ୍ଟ ସେନ୍ସ ଅର୍ଗାନ୍ସ ମାନେ କଣ ଆମର କେଇଟା ସେନ୍ସ ଅର୍ଗାନ ଅଛି କେଇଟା ପାଞ୍ଚଟା ଅଛି ଇନକ୍ଲୁଡିଂ ମାଇଣ୍ଡ ଦେयर ଛଅ କିନ୍ତୁ ମାଇଣ୍ଡ ଟା ଇଣ୍ଟରନାଲ ଯାଏ ଏକ୍ସଟର୍ନାଲ ମାଇଣ୍ଡ ଜଣେ ଆମ ଅନ୍ୟ ଜଣର ମାଇଣ୍ଡ ଦେଖିପାରିବନି ସେନ୍ସ ଅର୍ଗାନ କିନ୍ତୁ ମାଇଣ୍ଡ ଅନ୍ୟ ଜଣଙ୍କୁ ଦେଖିପାରିବନି କିନ୍ତୁ ବଡିରେ ଯୋଉ ପାଞ୍ଚଟା ସେନ୍ସ ଅର୍ଗାନ କଣ 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 ହଁ କଣ ଆରେ କୁହ ମୁଁ ଶେଷ କରିବି କହ କଣ କଣ ପାଞ୍ଚଟା ହଁ ହଁ ଜିଭ ଆଉ ସ୍କିନ୍ ସ୍କିନ୍ ହେଲା ଏଇ ପାଞ୍ଚଟା ଇଣ୍ଟରନାଲ ଗୋଟେ ହଉଛି ମାଇଣ୍ଡ ଛଅ ଆଖି ନାକ କାନ ଜିଭ ଆଉ ସ୍କିନ୍ ଏଇମାନଙ୍କର ଯୋଉ ପାଞ୍ଚଟା ସେନ୍ସ ଅର୍ଗାନ ରହିଲା ଅବଜେକ୍ଟ ସହିତ କଣ୍ଟାକ୍ଟ ଆସିବାକୁ ପରସେପସନ କହିବେ କଣ ନା ଆଖିଟା ଶୁଣିବ ନା ଦେଖିବ ଦେଖିବ ତାମାନେ ଆଖିଟା ସାଉଣ୍ଡ ସହିତ କନେକ୍ଟେଡ ନୁହେଁ ଭିଜୁଆଲ ସହିତ କନେକ୍ଟେଡ ରେସ୍ପେକ୍ଟିଭ ଅବଜେକ୍ଟ ସହିତ ମୁଁ ଦେଖିବି ଏ କଲର ଟା କଣ କହିପାରିବି ମୁଁ ଗେସ୍ କରିବି ମାନେ ସାଉଣ୍ଡ ଟା ଶୁଣାଯିବ ଏଟା ଟିଭିରେ ବାଜୁଛି କି ମୋବାଇଲରେ ବାଜୁଛି କୋଉ ଶୋ ଦଉଛି ଏଟା ମୁଁ କଣ କରିବି କାନ ଦ୍ଵାରା ଶୁଣିକିନା ଜାଣିପାରିବି ଆଖି ଦ୍ଵାରା ଦେଖିକି ଜାଣିପାରିବି ତା ସହିତ କଣ ନା ଜିଭରେ ଆମେ ଟେଷ୍ଟ କରିପାରିବୁ କୋଉ ସ୍ୱାଦ କୋଉଟା ଲୁଣିଆ କୋଉଟା ରାଗ କୋଉଟା ଇଏ ଯିବ ଆଉ କଣ ରହିଲା ନାକ ଦ୍ଵାରା ଗନ୍ଧ ହେଇପାରେ କୋଉଟା ଭଲ ଗନ୍ଧ କୋଉଟା ଖରାପ ଗନ୍ଧ ଏସବୁ ସ୍କିନ୍ ଗୋଟେ ପବନ ବୋହିଯିବ ସେଟା ଯଦି ଆମ ସ୍କିନ୍ ଟଚ୍ କଲା ଥଣ୍ଡା ଲାଗିଲା ଆମେ କହିବା ୱିଣ୍ଡ ଇଜ କୋଲ୍ଡ ଆଉ ଯଦି ହଟ୍ ଲାଗିଲା ତାହେଲେ ଖରା ଦିନ ତାହେଲେ କହିବ ୱିଣ୍ଡ ଇଜ ହଟ୍ ଏଇଭଳି ଭାବରେ ଡିଫାଇନ କରାଯାଏ ପରସେପସନ ଏଇଭଳି ଆସେ ଆଉ ଇନଫରେନ୍ସ କଣ ଜାଣିଥିବ ଇନଫରେନ୍ସ କଣ ଫାର୍ଷ୍ଟ ଇୟର ତମେ ପଢିଛ ବା ଇନଫରେନ୍ସ କଣ ସବୁ ପାଠ ଶୁଣ ବା ଇନଫରେନ୍ସ କଣ inference means ଅନୁମାନ what ଶୁଣିନ ଅନୁ means after ମାନ means knowledge after knowledge ଗୋଟେ ଜିନିଷ ଘଟିଗଲା ତାପରେ କଣ ଆମେ ଅନୁମାନ କରି କହିବା କଳା ବାଦଲ ଆସିଲା ଅନୁମାନ କରି କଣ କହିବା ଯେ ବର୍ଷା ହବ ଦୂର ଆକାଶରେ ଧୂଆଁ ଦେଇକି ଅନୁମାନ କରିବା ଇନଫରେନ୍ସ କରିବା ଯେ କଣ ସେଠି ନିଆଁ ଅଛି from this smiling face ଜଣକ ହସ ହସ ମୁହଁ ଦେଖି we can infer that the person is prediction ଗୋଟେ one type of prediction predict କରିବା କି ଏଇଟା ହେଇପାରେ ହେଇପାରେ ନ ହେଇପାରେ ବର୍ଷା ହେଇପାରେ ନ ହେଇପାରେ କିନ୍ତୁ ଆମେ ଅନୁମାନ କରିବା ଏଇଟା ଗୋଟେ ମେଣ୍ଟାଲ ପ୍ରୋସେସ ପଢିଥିବ ପରା
Inference is a mental process through which we pass from something known to unknown, all to some, sorry, some to all. ଏମିତି inference ରୁ କିଛି ଜାଣିଛେ ଆଉ ଗେସ୍ କରିକି ଆଉ ଟିକେ ଅଧିକ ଜାଣିବା, ଜାଣିଛେ ଯୋଉଟା ସେଇଟାରୁ ଅଜଣା ଯୋଉଟା ଜାଣିନେ ତାକୁ ଜାଣିବା, known to unknown, ଏଇଟା ହଉଛି ଗୋଟେ mental process ଯୋଉଟା କି କଣ କରେ step by step ଯାଏ ଅନୁମାନ କରିବା। ଯେତେବେଳେ inference express in language that is called as argument। ଏଇ ଯୋଉ ଇନଫରେନ୍ସ ଟା ଆମେ ଯୋଉ ଗେସ୍ କରୁଛେ ବା ପ୍ରେଡିକ୍ଟ କରୁଛେ ସେଟା ଯେତେବେଳେ ଗୋଟେ ଲାଙ୍ଗୁଏଜ ଆମେ ୟୁଜ କରିକି ପ୍ରେଜେଣ୍ଟ କରିଦବା, ଲାଙ୍ଗୁଏଜ ମାନେ କଣ, ଯାହା ଭାବୁଛି ତାକୁ ମାନେ ପାଖରେ ରଖିବା ପାଇଁ, ସାମ୍ନାରେ ଥୋଇବା ପାଇଁ, ଜଣକୁ ବୁଝିବା ପାଇଁ ଗୋଟେ ଲାଙ୍ଗୁଏଜ ର ମୁଁ ୟୁଜ କରିବି। when inference express in language, ଯେତେବେଳେ ସେ ମୋ ଅନୁମାନ ଟା ମୁଁ ଏକ୍ସପ୍ରେସ କଲି ମୋ ବାକ୍ୟରେ ବା ମୋ ଭାଷାରେ, ସେତେବେଳେ ସେଟା କଣ ହେଇଯିବ ଆର୍ଗୁମେଣ୍ଟ। Like the all men are mortal, Ram is evil, therefore Ram is। ଦେଖିଲି ରାମ ଶ୍ୟାମ ଯଦୁମତ ଯେତେ ମଣିଷ ଅଛନ୍ତି, ଯିଏ ମଣିଷ ସିଏ ମରଣାସୁର, ତ ସେଇଭଳି ଭାବରେ ଇନଫରେନ୍ସ କଲା। ଏବେ ଆମେ ପଢିବା କଣ, ଫାର୍ଷ୍ଟ ଇୟର ଅଛି ଆମର, ଫାର୍ଷ୍ଟ ଇଣ୍ଡିଆନ ଫିଲୋସଫି। ତାର ଇଣ୍ଡିଆନ ଫିଲୋସଫି ଟିକେ ଗଲା, ଗୋଟେ ଅର୍ଥୋଡକ୍ସ, ଗୋଟେ ହେଟରୋଡକ୍ସ, ଗୋଟେ ଆସ୍ତିକ, ଗୋଟେ ନାସ୍ତିକ। ଆସ୍ତିକ ବେଦ ଉପରେ ବିଲିଭ କରେ, ନାସ୍ତିକ ବେଦ ଉପରେ ବିଲିଭ କରେ। ତାଙ୍କର ଗୋଟେ ଫିଚର୍ସ ବା କ୍ୟାରେକ୍ଟରିଷ୍ଟିକ୍ସ ଅଛି ଯୋଉଟା କି ଏକ୍ସାମ ରେ ପଢି ଆସିବ, ଲଙ୍ଗ କୋଶ୍ଚେନ ବି ପଢି ପାରିବ, ସର୍ଟ କୋଶ୍ଚେନ। କଣ ଫାର୍ଷ୍ଟ ପଏଣ୍ଟ ରେ କଣ ଦେଇଛି, ବିଲିଭ ସ୍ପିରିଚୁଆଲ ଇନ ନେଚର। ମୁଁ वन ପଏଣ୍ଟ ପଢିକି ନା ଡିଫାଇନ୍ କରିଦଉଛି। ସो ଏମିତି ଆସିଲେ ମୁଁ ଜଣଙ୍କୁ ଥରେ ପଢେଇବି, ତାଙ୍କୁ ଥରେ ପଢେଇବି, କେମିତି ହବ ଆଉ। ଫାର୍ଷ୍ଟ ପଏଣ୍ଟ କହିବ ସ୍ପିରିଚୁଆଲ ଇନ ନେଚର। ସ୍ପିରିଚୁଆଲ ମାନେ କଣ ଜାଣିଛ? ସ୍ପିରିଚୁଆଲ ମାନେ କଣ? ହଁ ଇଏରେ ବହୁତ ଡେଲି ୟୁଜରେ। ଆଚ୍ଛା ସେ କଣ, କାହାକୁ କୋଉ ସେନ୍ସରେ ଜାଣିବ? ଏତେ ସ୍ପିରିଚୁଆଲିଟି ଦେଖାନି, ସ୍ପିରିଚୁଆଲ ହୁଅନି। ହଁ ବାସ୍, ଧାର୍ମିକ ପୂଜା ପାଠ ଏସବୁ ହଉଛି ସ୍ପିରିଚୁଆଲ। ଭଗବାନ କରୁଥିବ, ଭକ୍ତି ଦେଖଉଥିବ, ଜ୍ଞାନ ଏସବୁ କର୍ମ ଏସବୁ ସ୍ପିରିଚୁଆଲ କୁହାଯାଏ ହେଲା, ସ୍ପିରିଚୁଆଲ। So one of the most important features of Indian philosophy is that spiritual. Even though there are different schools of Indian philosophy presenting divergent view on various concepts, yet they all have a moral and spiritual outlook. Most of them believe in the existence of soul and aim at their realization. Spiritual in nature କହିଲା, Indian school ରେ ଆମର ଦେଖିଲେ ଛଅଟା ସ୍କୁଲ କେବେ ବି ସମାନ ହେଇନଥିବ। ସମାନ ଯଦି ହେଇଥାନ୍ତା ତ ଗୋଟେ ସ୍କୁଲ କହିଥାନ୍ତେ, ହଁ କି ନାଇଁ? ତ ଛଅଟା ସ୍କୁଲ ଗୋଟେ ଜିନିଷକୁ ଡିଫାଇନ୍ କରିବାକୁ ଯାଇକି ଡିଫରେଣ୍ଟ ଡିଫରେଣ୍ଟ ଭିଉ ପଏଣ୍ଟ ଥିଲେ। ଚାରବାକ ବାଲା କଣ କହିଲା, ବୁଦ୍ଧିଜିମ୍ ବାଲା କଣ କହିଲା, ୟନିଜମ ବାଲା କଣ କହିଲା, ଏମିତି କରିକି ଇଏ ଛଅଟା ବାଲା, ଇଏ ତିନିଟା ବାଲା ଗୋଟେ ଜିନିଷକୁ ଡିଫାଇନ୍ କଲେ। ଇଭେନ୍ ତ ତାଙ୍କର ଭିଉ ପଏଣ୍ଟ ଅଲଗା ହେଲେ ବି ତାଙ୍କର ଗୋଟେ କମନ କ୍ୱାଲିଟି କଣ, ସ୍ପିରିଚୁଆଲ ଇନ୍ ନେଚର। ସେମାନେ ଧାର୍ମିକ। କେମିତି ଧାର୍ମିକ ନା, ଦେ ବିଲିଭ୍ ଇନ୍ ଦ ଏକ୍ସିଷ୍ଟେନ୍ସ ଅଫ ସୋଲ। ଆମ ଭିତରେ ଗୋଟେ ସୋଲ ଅଛି ଯୋଉଟା କି କଣ ଟ୍ରାନ୍ସମାଇଗ୍ରେଟ କେମିତି ହବ ବା ଲିବରେସନ ପ୍ରାପ୍ତି ପାଇବ। ଲିବରେସନ ପ୍ରାପ୍ତି ପାଇବ ଆମେ ଜଣେ କାହିଁକି ବର୍ଥ ବାର ବାର ରିବର୍ଥ ହଉଛି, କାହିଁକି? କାହିଁକି ନା ଆମ ମନରେ କିଛି ଗୋଟେ ଆଶା ରହିଯାଇଛି। ଏ ବୁଦ୍ଧିଜିମ୍ ପଢିଲେ ଭଲସେ ଜାଣିପାରିବ କନସେପ୍ଟ ଟା କଣ, କାହିଁକି ଜଣେ ଜନ୍ମ ନଉଛି, ବାରଟା ବେଲ ଅଛି, କେମିତି ଦରକାର ନା ସେନ୍ସ ଅର୍ଗାନ। ସେନ୍ସ ଅର୍ଗାନ କାହିଁ ଅଛି, କାହିଁକି ଆମେ ସେଇ ବେଦନା ସଂଜ୍ଞା ସବୁ ସବୁ କଣ ଫିଲ୍ କରିବା ପାଇଁ ସେ ସବୁ ଜିନିଷ ଅଛି। କାହିଁକି ଆମେ ଫିଲ୍ କରୁଛେ ନା ସେଠି ସବୁ ଅଛି, କାହିଁକି ସେଟା ଅଛି, କାହିଁକି ନା ଆମ ଭିତରେ ଲାଳସା ରହୁଛି କି ନାଇଁ ଏଇ ଦ୍ଵାରା ଏଇଟା ମୁଁ ପାଇବି, ଆଖି ଦ୍ଵାରା ଭଲ ଜିନିଷ ଦେଖିବି, ଜୀବ ଦ୍ଵାରା ମୁଁ ସବୁ ଭଲ ଜିନିଷ ଟେଷ୍ଟ କରିବି। ଏମିତି ହେଇକି ବାରଟା ବେଲ ଅଛି, ପଢିଲା ବେଳେ ଜାଣିବି। ତ ଏମାନେ କଣ ନା ଯେମିତି ବିଲିଭ କଲେ ଦେयर ଏକ୍ସିଷ୍ଟେନ୍ସ ଅଫ ସୋଲ, ଆମ ଭିତରେ ଗୋଟେ ସୋଲ ଅଛି, ଆଉ ସମସ୍ତେ ଲକ୍ଷ୍ୟ ରଖନ୍ତି ସେ ସୋଲ ଟା କେମିତି କଣ ହବ, ଲିବରେଟେଡ ହବ, ମୋକ୍ଷ ପ୍ରାପ୍ତି ହବ। ସୋ ଦ୍ୟାଟ ସେ ଆଉ ଥରେ କଣ ହବ, ରିବର୍ଥ ତାର ହବ ନାହିଁ। ରିବର୍ଥ ହେଲେ ଅସୁବିଧା କଣ ନା, ପେନ୍ ପାଉଥିବ, କଷ୍ଟ ପାଉଥିବ, ସଫରିଂ ହଉଥିବ, ଭଲ ହଉ ଖରାପ ହଉ, ଯେତେ ଯାହା ବି ସଫରିଂ କରିବା ନା। ସଫରିଂ ମାନେ ହଉଛି ଖାଲି ଦୁଃଖରେ ରହିବା, ପେନ୍ ରେ। ସଫରିଂ ପ୍ଲେଜର ବି ଅଛି, ପେନ୍ ବି ଅଛି। ପ୍ଲେଜର ମାନେ ହାପିନେସ ବା ଖୁସିରେ ବି ଆମେ ସଫର ହଉଛେ, ଆଉ ପେନ୍ ବି ସଫର ହଉଛେ। ଆମକୁ ଗୋଟେ ରସଗୋଲା ଦିଆ, ଆମେ ବହୁତ ଜିଦି କଲେ କଣ ରସଗୋଲା ଖାଇବା ପାଇଁକା, ରସଗୋଲା ଖାଇଦେଲୁ। କିନ୍ତୁ ଆମେ ଯଦି ଜାଣିଥାନ୍ତେ, ଗୋଟେ ନଲେଜ ଜିନିଷର ପାଇଥାନ୍ତେ କି ରସଗୋଲା ଖାଇଲା ପରେ ଆମ ଟେଷ୍ଟ ଟା ପଳେଇଥାଏ, ଆମେ ଯାହା କିଛି ସମୟ ପାଇଁ ଖାଇବା ତା ଟେଷ୍ଟ ଆମେ ପାଇବା ନାହିଁ।
ଯଦି ସେଇଟା ନଲେଜ ଥାନ୍ତା ମୁଁ ରସଗୋଲା ଖାଇବା ପାଇଁ କେବେ ଜିଦି କରିଥାନ୍ତି କି? ତ ଏଇ ଯୋଉ ଜିନିଷଟା ଯୋଉ ରହୁଛି ସେଇ ଆଶାଟା କରିବା ପାଇଁ ତ ଆମର କଣ ଦରକାର? ମୋକ୍ଷ ପ୍ରାପ୍ତି ଦରକାର। ଆଉ ଏଇ ମୋକ୍ଷଟା ପ୍ରାୟ ସ୍କୁଲ ବାଲା କହିଛନ୍ତି କେବଳ ଗୋଟେ ରାଇଟ ନଲେଜ ଦ୍ୱାରା ହିଁ ହବ। ବୁଦ୍ଧିଜୀବୀ ମାନେ କହିଲା ତ୍ରିରତ୍ନ, ତିନିଟା ରତ୍ନକୁ ଫଲୋ କଲେ ମାନେ ରାଇଟ କଣ୍ଡକ୍ଟ ଆମ ଚରିତ୍ର କୋଭଳିଆ ହବ। ରାଇଟ ନଲେଜ, ଯଦି ଭଲ ନଲେଜ ଆମେ ପ୍ରପର ନଲେଜ ପାଇବା ତାହେଲେ ଆମେ କଣ ଲିବରେସନ ପ୍ରାପ୍ତି ପାଇବା। ରାଇଟ କଣ୍ଡକ୍ଟ, ରାଇଟ ଲିବରେସନ, ଆଉ କଣ ସମ୍ୟକ ଜ୍ଞାନ, ଚରିତ୍ର, ଫେଥ, ଦୃଷ୍ଟି, କୋଉ ଭଳି ପ୍ରସ୍ପେକ୍ଟିଭରେ ଆମେ ଦେଖିଲେ ଆମେ ଲିବରେସନ ପାଇପାରିବୁ। ବସ ଶୋଇପଡିବ, ଶୋଇବନି ନାଇଁ କରିବ, ଆଖି ଠଟ। ନେକ୍ସଟ, ବିଲିଭ ଇନ ମୋରାଲ ଅର୍ଡର। ମୋରାଲ ଅର୍ଡର କଣ? ଇଣ୍ଡିଆନ ଫିଲୋସଫିରେ ବିଲିଭ କରାଯାଏ ଏ ଯୋଉ ଆମେ ଦେଖୁଛେ ରାତି ପରେ ଦିନ, ଦିନ ପରେ ରାତି, ଋତୁ ପରିବର୍ତ୍ତନ, ଇଏ ଗୋଟେ କାରଣ ଯୋଗୁଁ ହୁଏ। କଣ ସେ ୱାର୍ଡଟା ନା ମୁକ୍ତ, RTA, ଆର ତଳେ ଡଟ ସୋ ଦ୍ୟାଟ କି ୟୁ ପ୍ରୋନାଉନ୍ସ ହବ ସଂସ୍କୃତରେ। ଋତ, ଋତ ହଉଛି ଗୋଟେ କସ୍ମିକ ଅର୍ଡର। ବିକଜ ଅଫ ଦ୍ୟାଟ ଅର୍ଡର ଏଭ୍ରିଥିଙ୍ଗ ଇଜ ମୁଭ୍ସ, ଥିଙ୍ଗସ ଆଣ୍ଡ ବିଙ୍ଗସ ଯାହା ସବୁ ରହିଲେ ପ୍ଲାଣ୍ଟ ଯାହା ସବୁ ମୁଭ୍ କରୁଛନ୍ତି। ମୁଁ ଏଠୁ ସେଠିକି ଯାଉଛି କଣ ପାଇଁ? ସେ ଯୋଉ ମୋରାଲ ଅର୍ଡର, ସେଇଆ କହିଲା ଇଣ୍ଡିଆନ ଫିଲୋସଫି ବିଲିଭ କରେ ଗୋଟେ ମୋରାଲ ଅର୍ଡର ଦ୍ଵାରା। ମୋରାଲ ଅର୍ଡର ମାନେ କଣ? ଯାହା ଆପଡିକି ଦିନ ପରେ ରାତି ହଉଛି, ରାତି ପରେ ଦିନ ହଉଛି, ଋତୁ ପରିବର୍ତ୍ତନ ହଉଛି, ଗୋଟେ ମଣିଷ ମୁଭ କରୁଛି, ପ୍ଲାଣ୍ଟ ଗୋଟେ ଛୋଟରୁ ବଡ ହଉଛି, ପୁଣି ତାର କ୍ଷୟ ଘଟୁଛି, ପୁଣି ସେଇ ଛୋଟ ଗଛରୁ ଯୋଉ ନଷ୍ଟ ହେଇଯାଇଛି ପୁଣି ସେଠି ଗଜେଇକି ଆଉ ଗୋଟେ ଗଛ ହଉଛି। ଏଇଭଳି ସବୁ ଜିନିଷ ଯୋଉ ସିଷ୍ଟମେଟିକାଲି ହଉଛି କେବଳ ଗୋଟେ କାରଣ ପାଇଁ, କଣ? ସେଟା ହଉଛି ମୋରାଲ ଅର୍ଡର। ସଂସ୍କୃତ ୱାର୍ଡ କଣ ସେଟା? ଋତ, ବେଦରେ। ବିଲିଭ ଇନ ଆଟେନମେଣ୍ଟ ଅଫ ଲିବରେସନ। ଥାର୍ଡ ପଏଣ୍ଟରେ କହିଲା ଲିବରେସନ ବା ମୋକ୍ଷ କେମିତି ପାଇବ ତା ବାଟ ବାହାର କର। attainment of liberation is the highest end of human life. attainment ହଉଛି ଗୋଟେ ମଣିଷର ସବା ଲାଷ୍ଟ କଣ end, ଶେଷ ଇଚ୍ଛା। Except the Charvak, for whom pleasure is the highest end of life, all the school of Indian philosophy, both orthodox and heterodox, believe in liberation and crave for their attainment. Liberation frees man from the worldly pain and misery and give him eternal bliss. କେବଳ ଚାରବାକ ସ୍କୁଲକୁ ଛାଡିଦେଲେ ଆଉ ସମସ୍ତେ ବିଲିଭ କରନ୍ତି କେମିତି ଆମେ ମୋକ୍ଷ ପ୍ରାପ୍ତି ପାଇବା। ମୋକ୍ଷ ପ୍ରାପ୍ତି କଣ ପାଇଁ ସମସ୍ତେ କହନ୍ତି ପାଇବା ପାଇଁ? ଜଣେ ମୋକ୍ଷ ପାଇଲା ପରେ ଆଉ ସେ ଦୁଃଖ କଷ୍ଟରେ ସେ ଆଉ ପଶି ପାରିବ ନାହିଁ, ପୁଣି ଆଉ ତାର ଜନ୍ମ ନାହିଁ, ଏ ସଫରିଂ ପାଇବନି। ଗୋଟେ ଇଟରନାଲ ବ୍ଲିସ୍ ମାନେ କଣ? ଚିରନ୍ତନ ଆନନ୍ଦ ଗୋଟେ ପାଇବ, ଯୋଉଥିରେ କଣ ମିଶା ନାହିଁ, ଗୋଟେ ମାନେ କଣ ଦୁଃଖ ନଥାଏ କି ପେନ୍ ନଥାଏ, ଯନ୍ତ୍ରଣା ନଥାଏ, ସେ କେବଳ ଗୋଟେ ବ୍ଲିସ୍। ବ୍ଲିସ୍ ମାନେ ସବୁଠୁ ଆନନ୍ଦ, ଇଟରନାଲ ବ୍ଲିସ୍ ପାଏ, ଯୋଉଟା କି ସେ ରିଅଲାଇଜ କରେ ମୁଁ ଭଗବାନ ସହିତ କଣ ହେଇଯାଇଛି, ସମାନ ହେଇଯାଇଛି। ବୁଝିଲା? ସେତେବେଳେ ମୋକ୍ଷ ପ୍ରାପ୍ତି ପାଏ। କେବଳ ଚାରବାକକୁ ଛାଡିଦେଲେ, ଚାରବାକ ହିଁ ଗୋଟେ ସ୍କୁଲ ଇଣ୍ଡିଆନ ଫିଲୋସଫି, ହୋଲ ଇଣ୍ଡିଆନ ଫିଲୋସଫିରେ ବା କେଟା ସ୍କୁଲ ରହିଲା ହୋଲ ନା ଦୁଇଟା ସ୍କୁଲରେ ଡିଭାଇଡେଡ। ଅର୍ଥୋଡକ୍ସ ବାଲା କେଇଠି ରହିଲେ, ଆସ୍ତିକ ବାଲା କେଇଠି ରହିଲେ, ଛଅଟା, ନାସ୍ତିକ ବାଲା ତିନିଟା। ମନେ ରଖ, ଚାରବାକ, ବୁଦ୍ଧିଜମ, ଜୈନିଜମ। ଚାରବାକ ବାଲା ତିନିଟା, ଆଉ ଏ ଚାରବାକ କହୁଛି, ହେଟରୋଡକ୍ସ ବାଲା ତିନିଟା, ଆଉ ଅର୍ଥୋଡକ୍ସ ବାଲା ଛଅଟା, ନଅଟା ସ୍କୁଲ ହେଲା। ମନେ ରଖ, ନ୍ୟାୟ, ବୈଶେଷିକ, ସାଂଖ୍ୟ, ଯୋଗ, ମୀମାଂସା, ବେଦାନ୍ତ। ଫାର୍ଷ୍ଟ କ୍ଲାସରେ ବଢିଆ ସେ ପଢେଇକି ଡାକି ଦେଇଥିଲି ତା ଫାଉଣ୍ଡର କଥା ଆସି। ତ ଚାରବାକ କହିବ ଏମାନେ କଣ ମୋକ୍ଷ ପାଇବା ପାଇଁକା ବାଟ ଦେଖିବେ। ସିଏ କହିବ ଖୁସି ହଉଛି କଣ, ପ୍ଲେଜର ଇଜ ଦ ଅଲ୍ଟିମେଟ ଏଣ୍ଡ ଅଫ। ଯୋଉ ପର୍ଯ୍ୟନ୍ତ ଖୁସି ପାଉଛି ସେ ପର୍ଯ୍ୟନ୍ତ ବଞ୍ଚ, ମାନେ କଣ ଋଣ କର କିନ୍ତୁ ଘିଅ ଖାଅ, ମାନେ ଅୟସରେ ବଞ୍ଚ। ସିଏ ଖାଲି କହିବ ଖାଅ ପିଅ ଅୟସ କର, ଏଟ ଡ୍ରିଙ୍କ ବି ମେରି, ମାନେ ଖାଅ ପିଅ ଅୟସ କର। ଏଇଟା ହଉଛି ଚାରବାକର କଣ ଫିଲୋସଫି। ଆଉ ଯୋଉଠି ତମେ ମରିଯିବ ସେଇଟା ହଉଛି ତମ ଲିବରେସନ ହେଲା, ଡେଥ ଇଜ ଲିବରେସନ। କେବଳ ତାକୁ ଛାଡିଦେଲେ ଆଉ ସମସ୍ତେ ବିଲିଭ କରନ୍ତି ଯେ ମୋକ୍ଷ ପାଇବା ଦରକାର, ଆଉ ତାର ବାଟ ବି ସମସ୍ତେ ଦେଇଛନ୍ତି। ମୋକ୍ଷ ପାଇଲେ କଣ ହୁଏ, ଗୋଟେ ମଣିଷର ଏମ ସବୁଠୁ ଶେଷ ଚାରିଟା ଅଛି କଣ କ୍ଲାସ, ଧର୍ମ, ଅର୍ଥ, କାମ, ମୋକ୍ଷ। ମନେ ରଖିଥାଅ, ପୁରୁଷାର୍ଥ, ଚତୁଃପୁରୁଷାର୍ଥ ଅଛି, ଧର୍ମ, ଅର୍ଥ, କାମ, ମୋକ୍ଷ। ଧର୍ମ ମାନେ ତମର ଧର୍ମ କଣ, ଆଜ ଏ ଷ୍ଟୁଡେଣ୍ଟ ତମ ଧର୍ମ କରିବ। ବୁଝିଲା? ବାପା ମା ଗ୍ରାହସ୍ଥ ଚାଲିଛନ୍ତି, ସିଏ ତାଙ୍କର ହାଉସ ହୋଲ୍ଡ କାର୍ଯ୍ୟକ୍ରମ କରିବେ,
ତାପରେ ବ୍ରହ୍ମଚର୍ୟ ବ୍ରହ୍ମଚର୍ୟ ତମେ ଏଇନା ଯୋଉ ବ୍ରହ୍ମଚର୍ୟ ଷ୍ଟେଜରେ ଅଛି ବ୍ରହ୍ମଚର୍ୟ ଗାୟସ୍ଥ ବାନପ୍ରସ୍ଥ ଯେତେବେଳେ ଗାର୍ହସ୍ଥ ପରେ ଆସ୍ତେ ଆସ୍ତେ କଣ ଏଇ ସବୁ ୱାର୍ଲଡ ଜିନିଷ ମୋ ଭାଇ ମୋ ବାପା ମୋ ସ୍ତ୍ରୀ ମୋ ଛୁଆ ଏମାନଙ୍କୁ ମୁଁ ଟିକେ ଦେଖିବ ବହୁତ ଜଣ ଅଛନ୍ତି ଧାର୍ମିକ ହେଇଯାନ୍ତି ବୟସ ହେଇଯାନ୍ତି କଣ ପୂଜା ପାଠ ଏଇରା ସବୁ କରନ୍ତି ସେମାନେ କଣ ହବ ବାନପ୍ରସ୍ଥ ଲାଷ୍ଟ ହଉଛି ସନ୍ନ୍ୟାସ ବହୁତ ଜଣ ଅଛନ୍ତି ସେ କହିବେ ଏ ୱାର୍ଲଡଲି ଲୋକଙ୍କ ସହିତ ଏ ୱାର୍ଲଡରେ ରହିବା ଅପେକ୍ଷା ମୁଁ କଣ ନେଇଯିବି ସନ୍ନ୍ୟାସୀ ବେଶ ଧରିକି ଜଙ୍ଗଲରେ ଜୀବନ ଶାନ୍ତିପୂର୍ଣ୍ଣ ଜୀବନ ନିଜେ ଖାଇବି ଗଛ ମାନଙ୍କର କେୟାର ନେବି ଯିଏ ମତେ ଖାଇବାକୁ ଦଉଛନ୍ତି ମୁଁ ତାଙ୍କର କେୟାର ନେବି ସତ୍ୟତ ସେମାନେ ମୋର କେୟାର ନେବେ ଏଇଭଳି ଭାବିକି 4ଟା ଷ୍ଟେଜେସ୍ ଅଫ ଲାଇଫ ଅଛି ସେଇ ଅନୁସାରେ ଧର୍ମ କରାଯାଏ ତମେ ବ୍ରହ୍ମଚର୍ୟ ମୁଁ ବ୍ରହ୍ମଚର୍ୟ ଏବେ ଆମେ ପାଠ ପଢିବା କେମିତି ଭଲ ଫ୍ୟୁଚର ଆମର ଗଢିବା ଏଇ ସବୁ ଜିନିଷ ଅଛି ବ୍ରହ୍ମଚର୍ୟ ତାଙ୍କ ଧର୍ମ କରିବେ ଗ୍ରାହସ୍ଥ ତାଙ୍କ ଧର୍ମ କରିବେ ବାନପ୍ରସ୍ଥ ତାଙ୍କ ଧର୍ମ କରିବେ ଆଉ କିଏ ସନ୍ନ୍ୟାସ ସେମାନେ ତାଙ୍କର ଷ୍ଟେଜେସ୍ ଅଫ ଲାଇଫ 4ଟା ପୁରୁଷାର୍ଥ ହଉଛି 4ଟା ପୁରୁଷାର୍ଥ ଯୋଉ ଧର୍ମ ଗଲା ସ୍ୱଧର୍ମ ସ୍ୱଧର୍ମ ନିଧନ ଶ୍ରେୟ ପରଧର୍ମ ଭୟାବହ ମାନେ କଣ ନିଜ ଧର୍ମରେ ପଛେ ଘାସ କଟିବି ପର ଧର୍ମ ପର ବୁଦ୍ଧିରେ କଣ କରିବି ନାହିଁ ଘୋଡା ଚରିବି ନାହିଁ ଗୋଟେ କଥା ନାହିଁ ନିଜ ବୁଦ୍ଧିରେ ହଇରାଣ ହେଲେ ଚଳିବ କିନ୍ତୁ ପର ବୁଦ୍ଧିରେ ଯାଇକି ହଇରାଣ ହବ ନିଜ ବୁଦ୍ଧିରେ ପଛେ ମୁଁ ଘାସ ଚରେ କିନ୍ତୁ ପର ବୁଦ୍ଧିରେ ଘୋଡା ଚଢିବ ନାହିଁ କାହିଁକି ନା ସେ ଦିନେ କଣ ହବ ଭୟାବହ ହବ ତମର ନିଜ କ୍ଷତି ହବ ସେମିତି ନିଜ ଧର୍ମ ଅନୁସାରେ ନିଜେ କର ତ ଏଇଭଳିଆ କଥା ଧର୍ମ ଅର୍ଥ କଣ ଖାଲି ଧର୍ମ ତ କରିଦେଲେ ହବନି ତା ପାଇଁ କଣ ଦରକାର ୱେଲ୍ଥ ଦରକାର ଅର୍ଥ ଦରକାର ସେ ଅନୁସାରେ ଅର୍ଥ ବି କରିବ କାମ କାମ ପାଇଁ କଣ ସେନ୍ସୁଆଲ ଡିଜାୟାର ଏସବୁ ଜିନିଷ ବି ରହିବ ସେନ୍ସୁଅସ ଡିଜାୟାର ଧର୍ମ ଅର୍ଥ କାମ ଲାଷ୍ଟ କଣ ହେଲା ପୁରୁଷାର୍ଥର 4ଟା ସବୁଠୁ ହାଇଏଷ୍ଟ ଏଣ୍ଡ ଅଫ ଲାଇଫ ଅଛି ପୁରୁଷାର୍ଥ ବା ମୋକ୍ଷ ଯୋଉଟା କି ଲିବରେସନ ତ କେବଳ 4 କୁ ଛାଡିଦେଲେ ବୁଦ୍ଧିଜମ ବି ବିଲିଭ କରେ ଜୈନିଜମ ବି ବିଲିଭ କରେ ନ୍ୟାୟ ବୈଶେଷିକ ବିଲିଭ କରେ ସାଂଖ୍ୟ ଯୋଗ ବିଲିଭ କରେ ମୀମାଂସା ବେଦାନ୍ତ ଏମାନେ ବି ବିଲିଭ କରନ୍ତି କେବଳ 4ଟାକୁ ବିଲିଭ କରନ୍ତି କୋଉଠି ନା କର୍ମ ଉପରେ ବିଲିଭ କରେ ନା ରିବର୍ଥ ଉପରେ ବିଲିଭ କରେ ନା ଲିବରେସନ ଉପରେ ବିଲିଭ କରେ ବିଲିଭ ଇନ ଲ ଅଫ କର୍ମ ନମ୍ବର 4 The doctrine of karma hold an important position in all school of Indian philosophy, such as karma means action. Action may be good or bad. Good action produce or result. Good action को result produce करे. Obviously, good. ମୋ କର୍ମ ଯଦି ଭଲ ହବ ତାହେଲେ ତାର ରେଜଲ୍ଟ କଣ ହବ ଭଲ ହବ ଗୁଡ ହବ so good action produce good result bad action produce bad result সেই ଅନୁସାରେ ଆମେ କର୍ମ କରିବା ଦରକାର the doctrine of karma maintain the continuity of past present and future to believe in as you sow so shall you reap law of karma ର ଗୋଟେ କୋଟ ମନେ ରଖିଥାଅ as you sow so shall you reap ମାନେ ଯେମିତି ଫସଲ କରିବ ସେମିତି ଅମଳ କରିବ କଷ୍ଟ କରି ଫସଲ କରିଥିଲେ ସେଇଭଳିଆ ଅମଳ କରିବା ପଇସା ପାଇବ ଇଏ କରିବ ଆଉ ସେମିତି ସେ କର୍ମ ଲ ଅଫ କର୍ମଟା ଆ ସହିତ କନେକ୍ଟେଡ ହୁଏ ଏଇ ବିଲିଭ କରିକି ଏଇ କନସେପ୍ଟ ଉପରେ କି as you sow so shall you reap ଯୋଉ ଭଳିଆ ଫସଲ ଅମଳ କରିବ ସେଇ ଭଳିଆ ଯୋଉ ଭଳିଆ ଫସଲ କରିବ ସେଇ ଭଳିଆ ଅମଳ କରିବ ମାନେ ଯୋଉ ଭଳିଆ କର୍ମ କରିବ ସେଇ ଭଳିଆ ଫଳ ଖାଇବ ଏଇଟା ଗୋଟେ କଣ୍ଟିନ୍ୟୁଟି ପ୍ରୋସେସ ତମେ ଭାବନି ତମେ ଏଠି ଯୋଉ ବସିଛ କେବଳ ଏଇ ଜନ୍ମ ପାଇଁକା ତୁମେ କନେକ୍ଟେଡ କାହା ସହିତ ପାଷ୍ଟ କର୍ମର ରେଜଲ୍ଟ ତମେ ଏବେକାର ରେଜଲ୍ଟ ତମେ ନିଜ କର୍ମ କରୁଛ ଆଉ ତମ ଫ୍ୟୁଚର ବି ତମ ହାତରେ ସୋ ଦ୍ୟାଟ କି ତମେ ଏମିତି କାମ କରିବ ଯେମିତି ଫ୍ୟୁଚରରେ ତମେ କଣ ନ ହୁଏ ପନିଶ ନ ହୁଅ କଣ ପାଇବ ରିୱାର୍ଡ ପାଇବ ଭଲ କାମ କଲେ ରିୱାର୍ଡ ପାଇବ ଖରାପ କାମ କଲେ ପନିଶ ପାଇବ ସେଇ ଅନୁସାରେ ପାଷ୍ଟ କର୍ମର ଫଳ ହିଁ ତମେ ଆଜି ଅଛ ଆଉ ଏବେ ଯୋଉ ପ୍ରେଜେଣ୍ଟ କାମ କରୁଛ ତ କିଛି ଟ୍ରାକ୍ସନ ପାଅ କିଛିଟା ଷ୍ଟୋର ହେଇକି ରହେ ଆଉ ନେକ୍ସଟ ତମର କଣ ହୁଏ ନା ଫ୍ୟୁଚର ଟା ତମ ହାତରେ ତମେ ଯୋଉ ଭଳିଆ କାମ କରିବ ସେଇ ଭଳିଆ ଭଲ କାମ କରୁଥିବ ଭଲ ଫଳ ପାଇବ ଯଦି ଖରାପ କାମ କରୁଥିବ ପନିଶ ସେଇଭଳିଆ next ହଉଛି believe in rebirth the theory of rebirth is closely linked with the law of karma karma and karma follow are causally connected since the doctrine of karma is continue operating in the past present and future as long as the result of one's karma are produced he has to take birth again and again till he get the appropriate reward and punishment for all his actions ଆଚ୍ଛା ରିବାର୍ଥ ଜଣେ ଜନ୍ମ କାହିଁକି ନଉଛି ବାର ବାର ସେ କହିଲା ଆମେ ଯୋଉ ଭଳିଆ କର୍ମ କରୁଛେ ସେଇଭଳିଆ ଫଳ ଏଇଟା ଇଣ୍ଟରନାଲ କର୍ମ ଆଉ କର୍ମ ଫଳ ଆରି ପାଇଁ ଆମେ କଣ ନଉଛୁ ଜନ୍ମ ନଉଛୁ ଯୋଉ ପର୍ଯ୍ୟନ୍ତ ଆମ ମନରେ ଲାଳସା ରହିଯାଇଛି ସେଇ ପର୍ଯ୍ୟନ୍ତ ଆମେ କଣ ରହିଥିବା ବାଦ ତୋର ଆଶା ରହିଗଲା କି ନାଇଁ ମୁଁ ଏଇଭଳିଆ ଗୋଟେ ବୁଲିକି ପଡେଇଥାନ୍ତି କି ମୁଁ ଆଉ ତୁ ଯେନ ମରିଗଲା ପରେ ମୋ ସୋଲ ଟା କଣ ପୁଅ ଛୁଆ ବିଲେଇ ଛୁଆ ମଣିଷ ଛୁଆ ଯୋଉ ଛୁଆ ବି ହଉ
ରାସ୍ତାରେ ପୁଣି ଜନ୍ମ ନେବି ଆଉ ସେଇ ଜିନିଷଟା ମୁଁ ଫିଲ୍ କରିବି। କୁକୁର ମଣିଷ ହେଇକି ଘରେ ଯଦି ନ କରିବି ମାନେ କୁକୁର ହେଇକି ଗୋଟେ କୋଉଠି କାହା ଘରେ ତଳେ ଇଏ ରହିବି ସେଇ ଜିନିଷ ଫୁଲଫିଲ୍ କରିବା ପାଇଁ ସବୁ କଣ କରେ ଆମ କର୍ମ ଉପରେ ଡିପେଣ୍ଡ କରେ। ସେଥିପାଇଁ ରିବାର୍ଥ ଯୋଉ ଆମ ଜନ୍ମ ବାର ବାର ଆମେ ନଉଛେ ସେ ଜିନିଷଟା ଆମ ହାତରେ ଥାଏ ତ ଆମେ ସେଇଭଳିଆ କାମ କରିବା so that ଆମେ ଆଉ ରିବାର୍ଥ ନବା ନାହିଁ ଆଉ ଗୋଟେ ଜନ୍ମ ନବା ନାହିଁ। ଏଇଟା ଥିଲା ତମର ଫିଚର୍ସ କାହାର ନେକ୍ସଟ ଦେଖିବା କଣ ଜର୍ଣ୍ଣାଲିଜିମ୍ ଯାହା ପଢେଇଥିଲେ ତାକୁ ଡିସ୍କସନ କରିଥିଲି। କଣ ଏସବୁ ଗଲା ହେଇଛି ମୁଁ ତ ଅଳ୍ପ ଲେଖେଇଛି ତାକୁ advancement standard logo self function ଏଇଥିରେ କ୍ଲାସିଫିକେସନ ହେଇଛି ହେଲା ସ୍କୁଲ ସ୍କୁଲ ଆଉ ଗଭର୍ଣ୍ଣମେଣ୍ଟ ସ୍କୁଲ ଖାଇବା ଶୋଇବାକୁ ଆଉ ହଁ ଖାଇବା ଦେଖ
ହଉ ଜୈନିଜମ କହିଲା ଜୈନିଜମରେ 24 ତୀର୍ଥଙ୍କର ଅଛି। ତୀର୍ଥଙ୍କର ୱାର୍ଡ ଟା ନା ମିନ୍ସ କଣ? ତା ଫାଉଣ୍ଡର ଅଫ ଫେଥ୍, ଯିଏ ସତ୍ୟର ଦର୍ଶନ କରନ୍ତି ବା ଖୋଜନ୍ତି କେମିତି କଣ ସତ୍ୟଟା କୋଉଠୁ ମିଳିବ ଟ୍ରୁଥ ର ଭିଜନ ଟା ସେଇଟା ହଉଛି କଣ ନା ତୀର୍ଥଙ୍କର ଜୈନିଜମରେ କୁହାଯାଏ। 24ତମ ତୀର୍ଥଙ୍କର ହଉଛନ୍ତି 24 24ତମ ଭିଜନ। ସମସ୍ତେ କଣ କଲେ ନିଜ ନିଜ ୱେ ପର୍ସପେକ୍ଟିଭରେ ସବୁ ଦେଖିଗଲେ, କିନ୍ତୁ ଖାଲି ତ ନିଜେ ଦେଖିଲେ ବୁଝିଲେ ବା ସତ୍ୟର ଦର୍ଶନ କଲେ ହବନି, ପାଠ ଦେଖିବା ଦରକାର। So ମଣିଷ କଣ କରିବେ ଜର୍ଣ୍ଣାଲିଜିମ ର ସେଇ ବାଦଟାକୁ ନେଇକି ବା ସେ ଥିଓରି ଦ୍ଵାରା ସେଇଟା ଫିଲ୍ କରିବ। ତ କେହି ପାରିଲେନି, ଲାଷ୍ଟ ଯିଏ ବର୍ଦ୍ଧମାନ ବା ଅଛି ତାକୁ ମନେ କୁହାଯାଏ କଣ ନା ମହାବୀର। ସିଏ କଣ କଲେ ନିଜେ ଫେଥ ଫାଉଣ୍ଡର କରିକି ମାର୍ଗ ଦର୍ଶନ କରିଥିଲେ। ଆଉ କଣ ନା ଜର୍ଣ୍ଣାଲିଜିମ ଗୋଟେ ୱାର୍ଡ ରୁ ଆସିଛି କଣ ନା ଜିରୋ which means to conquer। କଙ୍କରର ମାନେ ଯିଏ କଣ୍ଟ୍ରୋଲ କରିପାରିବ କାହାକୁ ନା ନିଜର ପ୍ୟାସନ ଆଉ ଡିଜାयर। ଏଇଟା ମୋର ଦରକାର, ସେଇଟା କଣ ଦରକାର, ଏଇଟା ମୋର ଆଜି ହେଲେ ହିଁ ହବ, ନହେଲେ ନାହିଁ। ଏଇଟା ସେଇଟା ଯୋଉ ପ୍ୟାସନ ଆମକୁ ଡିଜାयर ଦିନକୁ ଦିନ ବଢୁଆ। ଏଇ ମୋବାଇଲ ଧରିଛି ଏଇଟା ପୁରା ମୋର ନୁହଁ, ଏ ଯୋଉ ଗୋଟେ ପ୍ୟାସନ ରହୁଛି ଡିଜାयर ରହୁଛି, ଏଇଟାକୁ ଯିଏ କଣ୍ଟ୍ରୋଲ କରିଦେଲା ତାକୁ କୁହାଯିବ କଣ ଗୋଟେ ଜିନ ବା ଜୈନ ଫିଲୋସଫି ଯୋଉ ଜିନ ୱାର୍ଡ କଙ୍କରର ତାକୁ ଜୈନ ବୋଲି କୁହାଯିବ। ଜୈନ ଫିଲୋସଫି କହିଲା according to Jainism there are 24 ତୀର୍ଥଙ୍କର, 24ଟା ତୀର୍ଥଙ୍କର ଅଛନ୍ତି ବା ଫାଉଣ୍ଡର ଅଫ ଫେଥ ସତ୍ୟର ଦର୍ଶୀ ଅଛନ୍ତି। who are the founders of faith? A ତୀର୍ଥଙ୍କର is one who prescribe the path to get across the river of ସଂସାର। ଗୋଟେ ତୀର୍ଥଙ୍କର ଆମେ ତାକୁ କହିବା ଯିଏ ଆମକୁ ବାଟ ଦେଖାଏ ଏଇ ଯୋଉ ସାଂସାରିକ ନଈରୁ ପାର ହବ। ସାଂସାରିକ ମୋହ ମାୟା ଦୁନିଆ, ମୋ ବାପା ମୋ ଭାଇ ଏଇଟା ଦରକାର ସେଟା ଦରକାର। ଏଇ ସାଂସାରିକ ଦୁନିଆ ନଈରୁ ଯିଏ ପାର କରିପାରିବ ସିଏ ହିଁ ଗୋଟେ ତୀର୍ଥଙ୍କର ବା ସମଦର୍ଶୀ ବା ଟ୍ରୁଥ ଅଫ ଭିଜନ ସତ୍ୟର ଦର୍ଶୀ। According to Jaina tradition, Rishabhadeva, the first Tirthankara, is the founder of Jainism. The last Tirthankara was Vardhamana, also known as Mahavir Jaina, was Mahavir Jaina. He gave a new direction to Jaina philosophy relevant for practical purposes. Last Rishabhadeva ହଉଛନ୍ତି first ତୀର୍ଥଙ୍କର ଆଉ ବର୍ତ୍ତମାନ ମହାବୀର ହଉଛନ୍ତି 24 ତୀର୍ଥଙ୍କର ଯିଏ ଗୋଟେ ଆମକୁ ମାର୍ଗଦର୍ଶନ କରିଥିଲେ। କଣ କରିଥିଲେ ଗୋଟେ ନୂଆ ଡିରେକ୍ସନ ଦେଖେଇଥିଲେ so that କି ଆମେ ଜୈନ ଫିଲୋସଫି କୁ ବିଲିଭ କରିକି ଆମେ କଣ କରିପାରିବା ମୋକ୍ଷ ପାଇପାରିବା। ଜୈନ ଫିଲୋସଫି ବିଲିଭ that the existence of an individual soul, ଗୋଟେ individual soul ବା ଗୋଟେ ଜୀବ କେତେବେଳେ liberated ହେଇପାରିବ ନା ଯେତେବେଳେ practicing the three of love। ଗୋଟେ ହଉଛି ସମ୍ୟକ ଦର୍ଶନ right faith, ସମ୍ୟକ ଜ୍ଞାନ right knowledge and ସମ୍ୟକ ଚରିତ୍ର right conduct। ଆମ ଚରିତ୍ର, ଆମ ବ୍ୟବହାର, ଆମର ଜ୍ଞାନ, ଆମର ଦୃଷ୍ଟିକୋଣ ଏଇ ତିନିଟା ଜିନିଷ ଦେଖିକି ନା କଣ କରିହବ ଆମେ ଯଦି ଭଲ ଦୃଷ୍ଟିକୋଣ ରଖିବା। ମଣିଷର ଗୋଟେ ଜିନିଷର ପଜିଟିଭ କ୍ୱାଲିଟି ଅଛି, ନେଗେଟିଭ କ୍ୱାଲିଟି ଅଛି। ଆମେ ଯଦି ଖାଲି ନେଗେଟିଭ କ୍ୱାଲିଟିକୁ ଦେଖିବା ସେଠି କେମିତି ହବ, ତ ଆମ ଦୃଷ୍ଟି ଶକ୍ତି ସେଇଭଳିଆ କରିବା ଦରକାର ସୋ ଦ୍ୟାଟ କି ଆମକୁ କଣ ସବୁ ଠିକ ଜିନିଷ ଦେଖାଉଥିବ, ଗୋଟେ ପଜିଟିଭ ୱେରେ ଆମ ସବୁ ଜିନିଷ ରହୁଥିବ। କଣ୍ଡକ୍ଟ ମାନେ ଆମ ବ୍ୟବହାର, କୋଉ ଭଳି ଭାବରେ ଆମେ ବ୍ୟବହାର ରାଇଟ ବ୍ୟବହାର କରିବା, ସମ୍ୟକ ଚରିତ୍ର ଦେନ୍ ରାଇଟ ନଲେଜ ସମ୍ୟକ ଜ୍ଞାନ, କୋଉ ଭଳି ଭାବରେ ଜ୍ଞାନ ଆମେ କଣ କରିବା ଆହରଣ କରିବା। ସେଇଟା ଡିପେଣ୍ଡ କରେ କାହା ଉପରେ ପର୍ସନ ଉପରେ। ଗୋଟେ ଇଣ୍ଡିଭିଜୁଆଲ ପର୍ସନ ଏଇ ତିନିଟା ସିଷ୍ଟମେଟିକାଲି କଲା ସମ୍ୟକ ଜ୍ଞାନ, ସମ୍ୟକ ଚରିତ୍ର, ସମ୍ୟକ ଦର୍ଶନ, ତାହେଲେ ଜଣେ କଣ କରିପାରିବ ଲିବରେସନ ପାଇପାରିବ। ଆଉ ଜୈନ ଲିବରେସନ କୁ କଣ କୁହାଯିବ ନା ଯଦି ଜଣେ ଲିବରେଟେଡ ହେଇଗଲା ତାକୁ କୁହାଗଲା କୈବଲ୍ୟ ପ୍ରାପ୍ତି। ବୁଝିହେଲା କୈବଲ୍ୟ। କିନ୍ତୁ ବୁଦ୍ଧିଜୀବୀରେ ସେଇଟା ନାଁ ଦେଇଛନ୍ତି ନିର୍ବାଣ। ବୁଦ୍ଧ ନିର୍ବାଣ ପ୍ରାପ୍ତି ହେଇଥିଲା ବୁଦ୍ଧଙ୍କର ହେଲା ୱାର୍ଡଟା ୟୁଜ ହେଇଛି। କୈବଲ୍ୟ ହଉଛି ଜୈନ ଫିଲୋସଫି, ବୁଦ୍ଧିଜୀବୀ ହଉଛି କୋଉ ଫିଲୋସଫି। ଆଚ୍ଛା ଆମର ଆଗକୁ ବୁଦ୍ଧିଜୀବୀ ଅଛି ନା ଆମେ ଜୈନିଜମ ଅଛି? ଜୈନିଜମ
कौन लिखिଛି ମୁଁ ତୁମଟା ଆକୁ ବୁଝି ଦେଇ ଅଛି ଏଇଟା ତ ଉପରେ ପଚାରି ଦଉଛି ଓଡିଆ ତମ ଦେଖି ବାହାର କଲ କଣ୍ଟେଣ୍ଟ ସେମିତି ଏପଟେ ଏପଟେ ସେଇଠି ଦୂର ଏନର୍ଜି ପାଗ ଦିଟା ସାର ପାଦ ଆଚ୍ଛା ଯଦି ଜଣେ ଏଇ ସମ୍ୟକ ଦର୍ଶନ ସମ୍ୟକ ଜ୍ଞାନ ସମ୍ୟକ ଚରିତ୍ରକୁ ଫଲୋ କଲା one can get rid of bondage and attain liberation ଜଣେ ଏଇ ଯୋଉ ମୋହମାୟା ଦୁନିଆ ବା ବଣ୍ଡେଜ ରୁ ବାହାରି ପାରିବ ଆଉ get liberated ବା କୈବଲ୍ୟ ପ୍ରାପ୍ତି ହେଇପାରିବ ଆଉ କଣ ଜୈନ divided into two sects ଦିଟା ଭାଗରେ ବିଭକ୍ତ କରାଯାଇଛି ଗୋଟେ ହଉଛି ଶ୍ଵେତାମ୍ବର ଗୋଟେ ହଉଛି ଦିଗମ୍ବର these two sects agree regarding the philosophical viewpoint but disagree with regarding the ethical viewpoint ଦିଟାଙ୍କ ସ୍କୁଲ philosophical viewpoint ଅନୁସାରେ ସେମ୍ ଇଏ ଯାହା କହୁଛି ସିଏ ଯେହେତୁ ଗୋଟେ ସ୍କୁଲ କମନ theoretism ସ୍କୁଲ କିନ୍ତୁ ethical viewpoint ethical ମାନେ ଜଣେ ଧଳା ବସ୍ତ୍ର ଶ୍ଵେତମ୍ବର ମାନେ ଧଳା ବସ୍ତ୍ର ପିନ୍ଧିବାକୁ ଭଲ ପାଉଥିବ ଦିଗମ୍ବର ବାଲା ସ୍କାଏ କଲର ଡ୍ରେସ ଆଉ ଶ୍ଵେତମ୍ବର ବାଲା ଭଲ ଭଲ କଥା କହୁଥିବ ସମସ୍ତେ କାଟ ଲିବରେଟେଡ କିନ୍ତୁ ଦିଗମ୍ବର ବାଲା କହିବେ ପ୍ରେଗନେଣ୍ଟ ଓମେନ କ୍ୟାନ୍ ନଟ୍ ବି ଗେଟ୍ ଲିବରେଟେଡ ବୁଦ୍ଧ ବ୍ୟକ୍ତି ସ୍ମଲ ଚାଇଲ୍ଡ ଏମାନେ ଲିବରେଟେଡ ପାଇପାରିବେନି ଏଇଭଳିଆ କିଛି ଟର୍ମସ ଆଣ୍ଡ କଣ୍ଡିସନ ଅଛି ଯୋଉଟା କି ଦିଗମ୍ବର କିନ୍ତୁ ଶ୍ଵେତାମ୍ବର ଭଲ ରାଇଟ ପର୍ସପେକ୍ଟିଭରେ ହେଲା ଆଉ ଶ୍ଵେତାମ୍ବର ବାଲା ଧଳା ବସ୍ତ୍ର ପିନ୍ଧିବ କିନ୍ତୁ ଦିଗମ୍ବର ବାଲାକୁ ପ୍ରାୟତଃ କଣ କହୁଥିଲେ ନେକେଡ ରହିବା ପାଇଁ ଖାଲି ଦେହ ରହିବା ପାଇଁ ପସନ୍ଦ କରୁଥିଲେ କରୁନାଇଲା କଲେଜ କେତେ ରହିଲା Donde? Salvo bonus. Okay. ଜାଣିଛୁ ପରୀକ୍ଷା ଦେଲ ନା ପରୀକ୍ଷା ନମସ୍କାର ପରେ ପାଠ ପଢିବ ବସି ତାପରେ ପୁଣି ତମ ଦେଇଦେବେ ଇଣ୍ଟରନାଲ ସରିଲାଣି କଣ ଫାଷ୍ଟ ଇଣ୍ଟରନାଲ ହେଇନି ଏଇ ଅଷ୍ଟ୍ରେଲିଆ ଜିକେ ଦେଖିବା